ପୃଥିବୀର ଅକ୍ଷ ଏହାର ସମତଳ ସହିତ କେତେ ଡିଗ୍ରୀରେ ଆନତ? ଅପସନ୍ 66.5 ଡିଗ୍ରୀ, 60.5 ଡିଗ୍ରୀ, 55.5 ଡିଗ୍ରୀ, 50.5 ଡିଗ୍ରୀ। ଏହାର ସଠିକ ଉତ୍ତରଟି ହେଉଛି 66.5 ଡିଗ୍ରୀ। ନେକ୍ସଟ, ନିମ୍ନୋକ୍ତ କେଉଁଟି ମହାଦେଶ ଏବଂ ମହାସାଗର ଗଠନ କ୍ରିୟାରେ ସମ୍ପୃକ୍ତ ନୁହେଁ? ଅପସନ୍ ଏ ଟେଟ୍ରାହେଡ୍ରାଲ ମତବାଦ, ବି ମହାଦେଶୀୟ ସଞ୍ଚଳନବାଦ, ସି ପ୍ଲେଟ୍ ସଞ୍ଚଳନବାଦ। ଆନ୍ସରଟି ହେବ କୌଣସିଟି ଠିକ୍ ନୁହଁ, କାରଣ ଏସବୁ ମହାଦେଶ ଓ ମହାସାଗର ଗଠନ ପ୍ରକ୍ରିୟା ସହିତ ସମ୍ପୃକ୍ତ ଅଟନ୍ତି। ନେକ୍ସଟ, ଭୂତ୍ୱଗର ଗଭୀରତା କେତେ? ଆନ୍ସର ହେବ 8ରୁ 15 କିଲୋମିଟର। ଭୂତ୍ୱଗର ଗଭୀରତା ହେଲା 8ରୁ 15 କିଲୋମିଟର। ପାଞ୍ଜିଆ ଓ ପାନ୍ଥାଲାସା କେଉଁ ମତବାଦ ଉପରେ ଆଧାରିତ? ୱାଗ୍ନରଙ୍କ ମହାଦେଶୀୟ ସଞ୍ଚଳନବାଦ, ଡେଭିସ୍ଙ୍କ ନଗୀନୀଭବନ ଚକ୍ର, ବିଗ୍ ବ୍ୟାଙ୍ଗ ମତବାଦ। କୌଣସିଟି ନୁହେଁ। ଏହାର ସଠିକ୍ ଆନ୍ସରଟି ହେବ ୱାଗ୍ନରଙ୍କ ମହାଦେଶୀୟ ସଞ୍ଚଳନବାଦ। ନେକ୍ସଟ, ପର୍ବତ ସୃଷ୍ଟି କାହା ସହିତ ସମ୍ପୃକ୍ତ? ଅପସନ୍ ଏ ଦୁଇଟି ପ୍ଲେଟ୍ର ପରସ୍ପରମୁଖୀ ଗତି, ବି ଦୁଇଟି ପ୍ଲେଟ୍ର ବିପରୀତମୁଖୀ ଗତି, ଅପସନ୍ ସି ପ୍ଲେଟ୍ ଗୁଡ଼ିକ ପରସ୍ପର ଠାରୁ ତାରତମ୍ୟ ଗତି, ଅପସନ୍ ଡି କୌଣସିଟି ନୁହେଁ। ତ ଏହାର ସଠିକ୍ ଆନ୍ସରଟି ହେବ ଦୁଇଟି ପ୍ଲେଟ୍ର ପରସ୍ପରମୁଖୀ ଗତି। ଭୂକମ୍ପ ସମ୍ପର୍କିତ ବିଜ୍ଞାନକୁ କ'ଣ କୁହାଯାଏ? ଅପସନ୍ ଏ ମେଟିରୋଲୋଜି, ଅପସନ୍ ବି ସିସ୍ମୋଲୋଜି, ଅପସନ୍ ସି କ୍ଲାଇମେଟୋଲୋଜି, ଅପସନ୍ ଡି ହାଇଡ୍ରୋଲୋଜି। ତ ଭୂକମ୍ପ ସମ୍ପର୍କିତ ବିଜ୍ଞାନକୁ ସିସ୍ମୋଲୋଜି କୁହାଯାଏ। ନେକ୍ସଟ, କେଉଁ କାରଣରୁ ସମୁଦ୍ର ତଳର ବିସ୍ତାର ଘଟିଥାଏ? ଅପସନ୍ ଏ ଦୁଇଟି ପ୍ଲେଟ୍ର ପରସ୍ପରମୁଖୀ ଗତି, ଅପସନ୍ ବି ଆଗ୍ନେୟ ଉଦ୍ଗୀରଣ, ଅପସନ୍ ସି ସମୁଦ୍ର ତଳରେ ବାସାଲ୍ଟ ଶିଳାସ୍ତର ଗଠନ। ତ ଏହାର ସଠିକ୍ ଆନ୍ସର ହେବ ସବୁତକ ଠିକ୍, ଯେମିତିକି ଦୁଇ ପ୍ଲେଟ୍ର ପରସ୍ପରମୁଖୀ ଗତି, ଆଗ୍ନେୟ ଉଦ୍ଗୀରଣ, ସମୁଦ୍ର ତଳରେ ବାସାଲ୍ଟ ଶିଳାସ୍ତର ଗଠନ। ଏସବୁ କାରଣରୁ ସମୁଦ୍ର ତଳର ବିସ୍ତାର ଘଟିଥାଏ।